इस समय ये वीडियो को जितने लोग देख रही है और देखेंगे, आप सभी को प्रभु यीशु मसीह के नाम से जय मसीह की। प्रिय लोगों, आप सभी को मैं कहना चाहता हूँ, दूसरा सुसमाचार सुनाने वाला कौन है? प्रिय लोगों, दूसरा सुसमाचार सुनाने वाला कौन है? इस टॉपिक में ओडिया लैंग्वेज से मैं बोलूँगा व बात करूँगा। जितने लोग इस समय ये वीडियो को देख रही है और देखेंगे, आप सभी को मैं कहना चाहता हूँ, आप ओडिया लैंग्वेज समझ सकते हो तो आप समझने के लिए कोशिश करें, क्योंकि मैं ओडिया लैंग्वेज से इस टॉपिक में बात करूँगा। प्रिय लोगों, এই ସମୟରେ এই ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ଅନ୍ୟ ସୁସମାଚାର ଶୁଣାଇବା ଲୋକ କିଏ? କାରଣ ପ୍ରଭୁ ଯୀଶୁ କହିଲେ, ଭଣ୍ଡ ଭାବବାଦୀମାନଙ୍କ ଠାରୁ ସାବଧାନ, ଭଣ୍ଡ ସେବକମାନଙ୍କ ଠାରୁ ସାବଧାନ, ଭଣ୍ଡ ପାଳକମାନଙ୍କ ଠାରୁ ସାବଧାନ, ଭଣ୍ଡ ଶିକ୍ଷକମାନଙ୍କ ଠାରୁ ସାବଧାନ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନ୍ୟ ସୁସମାଚାର ଶୁଣାଇବା ଲୋକ କିଏ? ଯଦି ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଯଦି ଦେଖିବେ, ତାହେଲେ ଦୁଇଟି ଯୀଶୁଙ୍କ ବିଷୟରେ ଜାଣିପାରିବେ, ଦୁଇଟି ସୁସମାଚାର ବିଷୟରେ ଆପଣମାନେ ଜାଣିପାରିବେ, ଦୁଇଟି ସେବକ, ଦୁଇଟି ଅନ୍ୟ ଭାଷା, ଦୁଇଟି ଦୂତ, ଏମିତି ଆପଣମାନେ ଜାଣିପାରିବେ। କିନ୍ତୁ ଆପଣ ସମସ୍ତଙ୍କ ପାଖରେ ଏହି ଭିଡ଼ିଓ ମାଧ୍ୟମରୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନ୍ୟ ସୁସମାଚାର ଶୁଣାଇବା ଲୋକ କିଏ? ଏହି ବିଷୟରେ କହିବା ପାଇଁ ଚାହେଁ। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି, ତାହେଲେ ଆପଣମାନେ ଦେଖନ୍ତୁ, ପ୍ରଥମରେ ଆପଣମାନେ ଏବଂ ମୁଁ କେତୋଟି ପଦପର୍ବ ଦେଖିବା ନିମନ୍ତେ ଯିବା, ତାପରେ ଆମେମାନେ ଆଗକୁ ବଢ଼ିବା। ଆପଣମାନେ ଦେଖନ୍ତୁ, ଗାଲାତୀୟ ପୁସ୍ତକ ତାର 1 ପର୍ବ 6, 7 ଏବଂ 8 ପଦ ଦେଖିବା ନିମନ୍ତେ ଯିବା। এই ଜାଗାରେ ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କର ପ୍ରିୟ ଦାସ ପାଉଲ କହୁଛନ୍ତି, ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କ ଠାରୁ ତୁମ୍ଭେମାନେ ଯେ ଏଡ଼େ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି। କ'ଣ ହେଉଛନ୍ତି? ଚମତ୍କୃତ ହେଉଅଛି। ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ, ଜଣେ ନୁହେଁ, କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି। କ'ଣ କରୁଛନ୍ତି? ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି। କେତେକ ଅଛନ୍ତି ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଛନ୍ତି, ଲୋକମାନଙ୍କୁ ଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁମାନେ ସଠିକ୍ ଭାବରେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଅଧ୍ୟୟନ କରିବେ, ସେମାନେ ଭ୍ରାନ୍ତ ହୋଇପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ଯେଉଁମାନେ ସଠିକ୍ ଭାବରେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଅଧ୍ୟୟନ କରିଲା ପରେ ଲୋକମାନଙ୍କୁ ପରୀକ୍ଷା କରିବା ଦରକାର। କିନ୍ତୁ ସେଇ ଲୋକମାନଙ୍କର ଶିକ୍ଷାରେ ସେମାନେ ସନ୍ଧି ହୋଇଯାଉଛନ୍ତି। ଯେଉଁମାନେ ସଠିକ୍ ଭାବରେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଅଧ୍ୟୟନ କରିଲା ପରେ ମଧ୍ୟ ଭଣ୍ଡ ଭାବବାଦୀମାନଙ୍କ ମଧ୍ୟରେ ବା ସେମାନଙ୍କ ଶିକ୍ଷାରେ ଏମାନେ ଭ୍ରାନ୍ତ ହୋଇଯାଉଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, କେତେବେଳେ ସେମାନେ ଲୋକମାନଙ୍କୁ ପରୀକ୍ଷା କରିବେ? ଆପଣ ସମସ୍ତଙ୍କୁ କହୁଅଛି, ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଏହି ଜାଗାରେ ଲେଖାଯାଏ, ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି। ସ୍ଥିର ନୁହେଁ, ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବିକୃତ କରିବା ପାଇଁ ଇଚ୍ଛା କରୁଛନ୍ତି। ଏବଂ 8 ପଦରେ ଲେଖାଯାଏ, କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ,
ଆମ୍ଭେମାନେ କିମ୍ବା ସ୍ୱର୍ଗର ଦୂତ ହେଲେ ଯଦି କେହି ତଦ୍ ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ ତେବେ ସେ ଶାପଗ୍ରସ୍ତ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କର ପ୍ରିୟ ଦାସ ଯେଉଁ ସୁସମାଚାର ପ୍ରଚାର କରିଅଛନ୍ତି, ତଦ୍ ଭିନ୍ନ ଯଦି ଅନ୍ୟ ସୁସମାଚାର ଯଦି କେହି ମଧ୍ୟ ପ୍ରଚାର କରେ, ସ୍ୱର୍ଗର ଦୂତମାନେ ଯଦି ପ୍ରଚାର କରନ୍ତି, ତାହେଲେ ସେହି ସ୍ୱର୍ଗର ଦୂତମାନେ ମଧ୍ୟ ଶାପଗ୍ରସ୍ତ ହେବେ। କାହିଁକି ଏମିତି ଲେଖାଯାଏ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ, ସ୍ୱର୍ଗର ପରମେଶ୍ୱର, ସ୍ୱର୍ଗର ଦୂତମାନେ ଏବଂ ସେବକମାନେ ଏବଂ ମଣ୍ଡଳୀର ବିଶ୍ୱାସୀ ବିଶ୍ୱାସିନୀମାନେ, ଏମାନଙ୍କ ମଧ୍ୟରୁ କିଏ କିଏ ଭ୍ରାନ୍ତ ହୋଇପାରନ୍ତି? ଉତ୍ତର ହେଲା, ସମସ୍ତେ ଭ୍ରାନ୍ତ ହୋଇପାରନ୍ତି, କେବଳ ପ୍ରଭୁ ଯୀଶୁ ହିଁ ଭ୍ରାନ୍ତ ହେବେ ନାହିଁ। କାରଣ ପ୍ରଭୁ ଯୀଶୁ ସ୍ୱର୍ଗର ଦୂତମାନଙ୍କୁ ସୃଷ୍ଟି କରିଅଛନ୍ତି, ସେବକମାନଙ୍କୁ ସୃଷ୍ଟି କରିଅଛନ୍ତି, ଆପଣଙ୍କୁ ସୃଷ୍ଟି କରିଅଛନ୍ତି, ପୃଥିବୀକୁ ସୃଷ୍ଟି କରିଅଛନ୍ତି। ସେ କେମିତି ଭ୍ରାନ୍ତ ହେବେ? ସ୍ୱର୍ଗର ଦୂତମାନେ ଭ୍ରାନ୍ତ ହୋଇପାରନ୍ତି। ସେଥିପାଇଁ ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କର ଦାସ କହୁଛନ୍ତି, ଆମ୍ଭେମାନେ କିମ୍ବା ସ୍ୱର୍ଗର ଦୂତ ହେଲେ ଯଦି କେହି ତଦ୍ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ ତେବେ ସେ ଶାପଗ୍ରସ୍ତ ହେଉ ବୋଲି କହୁଛନ୍ତି। କିନ୍ତୁ ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆହୁରି କେତୋଟି ପଦପର୍ବ ଦେଖିବା, ତାପରେ ଆମ୍ଭେମାନେ ଆହୁରି ଗଭୀରତାର ସହିତ ଆମ୍ଭେମାନେ ଦେଖିବା ନିମନ୍ତେ ଯିବା। ଦ୍ୱିତୀୟ କରନ୍ତୀୟ ପୁସ୍ତକ ତାର 11, 14, 15 এই জায়গায় লেখা যায়, प्रकृति को नीचे की तुमको शिक्षा दिए नहीं, प्रकृति नीचे की तुम को शिक्षा दिए नहीं जे घुषुरी दीर्घकेश रखिले। 11 प्रथम करन्त्य प्रभुंकर प्रिय लोक मैंने आपण मान पाखे प्रकाश करी। द्वितीय करन्त्य 11 तार 14, 15 यही जगह लिखा जाए, आउ यह आश्चर्य नुहे, कारण शैतान निजे दीप्तिमय दूतर बेश धारण करे। कौन करे? शैतान निजे दीप्तिमय दूतर बेश धारण करे। अतएव जदि तार सेवक माने मध्य धार्मिकतार सेवक मानकर बेश धारण करती तेबे ताहा बड़ विषय नुहे, सेमानंकर शेष दशा सेमानकर कर्म अनुसार घटिब। प्रभुंकर प्रिय लोक माने, शैतान सेवक माने वर्तमान अच्छे। वर्तमान प्रभुंकर प्रिय लोक माने अनेक जगह मानक जदि आपण माने देखिबे, अनेक प्रभुंकर प्रिय दास माने जीशुंक पटरे रास्ता न देखाई निज पटे आकर्षण करुछन्ति एवं लोक मान को कहउछन्ति, आस मु प्रार्थना करे तुम सुस्थता पाइब। किंतु से माने कहिबा दरकार, तुम्हें निजे विश्वासर सहित प्रार्थना करो, प्रभु सुस्थता करिवे। मु तुम पाई प्रार्थना करी, किंतु तुम्हें मध्य प्रार्थना करो। किंतु वर्तमान समय रे आस मु प्रार्थना कले तुम सुस्थता पाइब, ए प्रकार कहउछन्ति एवं निज पटे आकर्षण करुछन्ति। किंतु सेमानंकर काम हैला लोक मान को सठिक शिक्षा दे प्रभुंक पटे रास्ता देखाइबा सेमानंकर काम। किंतु वर्तमान समय रे भंड शिक्षक माने, भंड पालक माने, भंड टीचर माने निज पटे आकर्षण करुछन्ति। एवं ईश्वरंकर पवित्र बाइबल रे जदि देखिबे, प्रभुंकर प्रिय लोक माने अन्य सुसमाचार सुनाइबा लोक माने एई भंड सेवक माने, भंड पालक माने, भंड भाववादी माने, प्रभुंकर प्रिय लोक माने वर्तमान समय रे भंड भाववादी बा भविष्यत वक्ता माने लोक मानंकु पाप को पाप, भल को भल बोली कहू नांती। 100-10% ही प्रभुंकर प्रिय दास माने कहउछन्ति। जदि आपण माने बाइबल रे देखिबे, 17 गोटी भविष्यत वक्तांक विषय जदि देखिबे, ताले से माने पाप को पाप, भल को भल,
ପାପକୁ ପରିତ୍ୟାଗ କର ନଚେତ୍ ମରିବ ୱାର୍ଣ୍ଣିଂ ଦେଉଛନ୍ତି। ଏବଂ ବାଇବଲର ଭବିଷ୍ୟତ ବକ୍ତାମାନଙ୍କର ବଡିଗାର୍ଡ ନଥିଲେ। ସେମାନେ ପ୍ରଭୁଙ୍କର ଆଶୀର୍ବାଦ, ପ୍ରଭୁଙ୍କର ଅନୁଗ୍ରହ, ପ୍ରଭୁଙ୍କୁ ସେମାନଙ୍କର ସହବର୍ତ୍ତୀ ଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ବଡିଗାର୍ଡ। ଏବଂ ବର୍ତ୍ତମାନ ସମୟରେ ଗୋଟିଏ ବିଷୟ ବା ଗୋଟିଏ ଭାଷା ଚାଲିଛି, ରାବା ରାବା ରାକା ରାକା ସାନ୍ଦାବା। ଏ ବିଷୟ ପ୍ରଭୁ ଯୀଶୁ କହିନାହାନ୍ତି, ଶିଷ୍ୟମାନେ କହିନାହାନ୍ତି, ଭବିଷ୍ୟତ ବକ୍ତାମାନେ ମଧ୍ୟ କହିନାହାନ୍ତି, ବର୍ତ୍ତମାନ କହୁଛନ୍ତି। ଏବଂ ପ୍ରଭୁ ଯୀଶୁ ତଳକୁ ଅଦ୍ରାଇ ନାହିଁ, ଶିଷ୍ୟମାନେ ମଧ୍ୟ ତଳକୁ ଅଦ୍ରାଇ ନାହାନ୍ତି, ଭବିଷ୍ୟତ ବକ୍ତାମାନେ ମଧ୍ୟ ତଳକୁ ଅଦ୍ରାଇ ନାହାନ୍ତି, ପ୍ରେରିତ ପାଉଲ ମଧ୍ୟ ତଳକୁ ଅଦ୍ରାଇ ନାହିଁ, ପିତର ମଧ୍ୟ ଅଦ୍ରାଇ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ ବାଇବଲରେ ଦେଖିବେ ତାହେଲେ କେତୋଟି ଜାଗାରେ ଆଗରେ ପଡ଼ିଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନଙ୍କୁ ତଳକୁ ଅଦ୍ରାଉଛନ୍ତି। ତଳକୁ ଅଦ୍ରାଇବା କେବଳ ଶୈତାନର କାର୍ଯ୍ୟ, ଉପରକୁ ଉଠାଇବା ପ୍ରଭୁ ଯୀଶୁଙ୍କର କାର୍ଯ୍ୟ। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଅନ୍ୟ ସୁସମାଚାର ଶୁଣାଇବା ଲୋକମାନେ ଶୈତାନର ସେବକମାନେ। କାରଣ ଲେଖାଯାଏ ଆମ୍ଭେମାନେ ପଢ଼ିଲୁ, ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୈତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ। ଲେଖାଯାଏ କାରଣ ଏହିପରି ଲୋକ ଏ ଭଣ୍ଡ ପ୍ରେରିତ ସଟ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କର ବେଶ ଧାରଣ କରନ୍ତି। এই ଜାଗାରେ ଲେଖାଯାଏ କିନ୍ତୁ ଦର୍ପର ବିଷୟରେ ଆମ୍ଭମାନଙ୍କ ପରି ଦେଖାଯିବା ନିମନ୍ତେ ଯେଉଁମାନେ ସୁଯୋଗ ଅନ୍ୱେଷଣ କରନ୍ତି, ମୁଁ ଯେପରି ସେମାନଙ୍କୁ ସୁଯୋଗ ନ ଦିଏ, ଏଥି ନିମନ୍ତେ ମୁଁ ଯାହା କହୁଛି ତାହା କରିବି। କାରଣ ଏପରି ଲୋକ ଭଣ୍ଡ ପ୍ରେରିତ ସଟ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କର ବେଶ ଧାରଣ କରନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଭଣ୍ଡ ପାଳକମାନେ ରାତିରେ ଆସନ୍ତି, ଚୋରି ଚୋରି ଆସନ୍ତି, ଲୁଚି ଲୁଚିକି ଆସନ୍ତି, ମଣ୍ଡଳୀକୁ ଦୁଇ ଭାଗ କରନ୍ତି। ଯେଉଁ ଜାଗାରେ ପ୍ରଭୁଙ୍କର ପ୍ରିୟ ଦାସ ପ୍ରଥମରେ ସେ ମଣ୍ଡଳୀ ରୋପଣ କରି ଲୋକମାନଙ୍କୁ ପ୍ରଭୁଙ୍କ ପଟେ ରାସ୍ତା ଦେଖାଉଛି, ସେହି ମଣ୍ଡଳୀର ଲୋକମାନଙ୍କୁ ବି ଭ୍ରାନ୍ତ କରୁଛନ୍ତି। ସେ ହେଉଛନ୍ତି ଅନ୍ୟ ସୁସମାଚାର ଶୁଣାଇବା ଲୋକ, ଭଣ୍ଡ ସେବକ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। ଆସନ୍ତୁ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଦେଖିବା ନିମନ୍ତେ ଯିବା। ଗାଲାତୀୟ ପୁସ୍ତକ ଦ୍ୱିତୀୟ ପିତର ତାର 2:1। ଦ୍ୱିତୀୟ ପିତର ଦୁଇର ଏକ। এই ଜାଗାରେ ଲେଖାଯାଏ କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ, ସେହିପରି ତୁମମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ। ସେମାନେ ବିନାଶଜନକ ଭ୍ରାନ୍ତମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କ କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ, ଆଉ ଅନେକ ସେମାନଙ୍କ କାମୁକତାରେ ଅନୁଗାମୀ ହେବେ। ଫଳତଃ ଏମାନଙ୍କ ହେତୁ ସତ୍ୟ ମାର୍ଗ ନିନ୍ଦିତ ହେବ। ସେମାନେ ଧନଲୋଭରେ ଛଳବାକ୍ୟ ଦ୍ୱାରା ତୁମମାନଙ୍କ ଠାରୁ ଅର୍ଥ ଲାଭ କରିବାକୁ ଚେଷ୍ଟା କରିବେ। ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସିଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଭଣ୍ଡ ଭାବବାଦୀମାନେ, ଭଣ୍ଡ ଶିକ୍ଷକମାନେ, ଭଣ୍ଡ ଟିଚରମାନେ, ଭଣ୍ଡ ପାଳକମାନଙ୍କ ଠାରୁ ଆପଣମାନେ ସାବଧାନରେ ରହନ୍ତୁ। କାରଣ ଏମାନେ ହେଉଛନ୍ତି ଅନ୍ୟ ସୁସମାଚାରକୁ ଶୁଣାଉଛନ୍ତି। ଯୀଶୁଙ୍କର ସୁସମାଚାରକୁ ନ ଶୁଣାଇ ଅନ୍ୟ ସୁସମାଚାର ଏମାନେ ଶୁଣାଉଛନ୍ତି। ଏହି ପ୍ରକାର ସେବକମାନଙ୍କ ଠାରୁ, ଏହି ପ୍ରକାର ଭାବବାଦୀମାନଙ୍କ ଠାରୁ, ଏହି ପ୍ରକାର ଶିକ୍ଷକମାନଙ୍କ ଠାରୁ ଆପଣମାନେ ସାବଧାନ। ଆପଣମାନେ ସେମାନଙ୍କୁ ପ୍ରଶ୍ନ କରିପାରିବେ। ଗୋଟିଏ ବାଇବଲର ବିଷୟ ଯଦି ଆପଣମାନଙ୍କ ପାଖରେ ପ୍ରକାଶ କରୁଛନ୍ତି, ଆପଣଙ୍କୁ ଯଦି ଡାଉଟ୍ ଲାଗୁଛି ତାହେଲେ ଆପଣମାନେ ପଚାରିପାରିବେ। ଏବଂ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ସଠିକ୍ ଭାବରେ ଅଧ୍ୟୟନ କରିବା ପାଇଁ ଚେଷ୍ଟା କରନ୍ତୁ। ତେବେ ଯାଇ ଆପଣମାନେ ଭ୍ରାନ୍ତ ହୋଇପାରିବେ ନାହିଁ। କାରଣ ପ୍ରଭୁ ଯୀଶୁ କହିଲେ, ଅନେକ ମୋ ନାମରେ ଆସି ଅନେକ ଲୋକଙ୍କୁ ଭ୍ରାନ୍ତ କରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ସଠିକ୍ ଭାବରେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଯଦି ଅଧ୍ୟୟନ କରିବେ, ତାହେଲେ ଯେକୌଣସି ସ୍ଥାନର ବ୍ୟକ୍ତି ଆସି
ଆପଣଙ୍କର ମଣ୍ଡଳୀରେ ହେଉ ମିଟିଂରେ ହେଉ ଯେମିତି ଶିକ୍ଷା ଦେଲେ ମଧ୍ୟ ଆପଣ ଯଦି ଈଶ୍ୱରଙ୍କର ପବିତ୍ର ବାଇବଲକୁ ସଠିକ୍ ଭାବରେ ପଢ଼ିଥିବେ ତାହେଲେ ସେ ବ୍ୟକ୍ତିକୁ ଜାଣିପାରିବେ ସେ କେମିତି ଶିକ୍ଷା ଦେଉଅଛି। ନହେଲେ ଆପଣମାନେ ଜାଣିପାରିବେ ନାହିଁ, ଯେମିତି ଶିକ୍ଷା ଦେଲେ ମଧ୍ୟ ଆପଣଙ୍କୁ ସଠିକ୍ ଲାଗିବ। କିନ୍ତୁ ଆସନ୍ତୁ ଆମ୍ଭେମାନେ ଆଉ ଥରେ ଈଶ୍ୱରଙ୍କର ପବିତ୍ର ବାଇବଲ ପ୍ରତି ଫେରିବା। এই জায়গায় লেখা যায় ମାତିଉ 7 ତାର 21 ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ସାଧନ କରି ସେ ପ୍ରବେଶ କରିବ। ଲେଖାଯାଏ 22 ଏବଂ 23ରେ ସେଦିନ ଅନେକ ମୋତେ କହିବେ, ହେ ପ୍ରଭୁ ଆମ୍ଭେମାନେ କି ତୁମ ନାମରେ ଭାବବାଣୀ କହିଲୁ ନାହିଁ, ପୁଣି ତୁମ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ, ଆଉ ତୁମ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ। ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମମାନଙ୍କୁ କେବେ ଜାଣି ନାହିଁ, ହେ ଅଧର୍ମଚାରୀମାନେ ମୋ ପାଖରୁ ଦୂର ହୁଅ। ଅର୍ଥାତ୍ ଭୂତମାନଙ୍କୁ ଛଡ଼ାଇବା ଲୋକମାନେ, ଭାବବାଣୀ କହିବା ଲୋକମାନେ ଏବଂ ଅନେକ ଶକ୍ତିର କାର୍ଯ୍ୟ କରିବା ଲୋକମାନେ ଏମାନେ କୁକର୍ମ କରୁଛନ୍ତି। ଅର୍ଥାତ୍ ଅନ୍ୟ ସୁଷମାଚାରକୁ ସେମାନେ ଶୁଣାଉଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଥିପାଇଁ ଆପଣ ସମସ୍ତଙ୍କୁ କହିବା ପାଇଁ ଚାହେଁ, ଆପଣମାନେ ଆଶ୍ଚର୍ଯ୍ୟ ପଛରେ ଚାଲନ୍ତୁ ନାହିଁ, ଯୀଶୁଙ୍କ ପଛରେ ଆପଣମାନେ ଚାଲନ୍ତୁ। ସେବକର ପଛରେ ଆପଣମାନେ ଚାଲନ୍ତୁ ନାହିଁ, ପ୍ରଭୁ ଯୀଶୁଙ୍କ ପଛରେ ଆପଣମାନେ ଚାଲନ୍ତୁ। ସେବକକୁ ଆପଣମାନେ ବିଶ୍ୱାସ କରନ୍ତୁ ନାହିଁ, ପ୍ରଭୁଙ୍କୁ ବିଶ୍ୱାସ କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ରୋମିଓରେ ଯଦି ଦେଖିବେ ରୋମିଓ ପୁସ୍ତକ ତାହେଲେ ଲେଖାଯାଏ ରୋମିଓ ତାର 16:17 ଲେଖାଯାଏ, ହେ ଭାଇମାନେ ତୁମେମାନେ ଯେଉଁ ଶିକ୍ଷା ପାଇଅଛ ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି ସେମାନଙ୍କୁ ଚିହ୍ନି ରଖି ସେମାନଙ୍କ ଠାରୁ ପୃଥକ ରହିବା ପାଇଁ ମୁଁ ତୁମମାନଙ୍କୁ ଅନୁରୋଧ କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ଏହିପରି ଲୋକେ ଆମମାନଙ୍କର ପ୍ରଭୁ ଯୀଶୁଙ୍କର ଦାସ ନୁହନ୍ତି, କିନ୍ତୁ ଆପଣା ଉଦରତା ଦାସ ଅଟନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନ୍ୟ ସୁସମାଚାର ଶୁଣାଇବା ଲୋକମାନେ, ଭଣ୍ଡ ପାଳକମାନେ ବା ଶୈତାନର ସେବକମାନେ, ଶୈତାନର ଟିଚରମାନେ, ଶୈତାନର ଗୁରୁମାନେ, ଶୈତାନର ପାଳକମାନେ, ଆପଣମାନେ ଯାହା କିଛି କହିପାରିବେ ଅନ୍ୟ ସୁସମାଚାର ଶୁଣାଇବା ଲୋକମାନଙ୍କୁ, ଅର୍ଥାତ୍ ଶୈତାନର ବଂଶ ବା ଦଳ ଅନୁସାରେ ଆପଣମାନେ କହିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବହୁତ ବିଷୟ ଅଛି, ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଅଧ୍ୟୟନ କରନ୍ତୁ। କାରଣ ପବିତ୍ର ବାଇବଲରେ 2ଟି ସୁସମାଚାର, ଯୀଶୁଙ୍କର ସୁସମାଚାର, ଶୈତାନର ସୁସମାଚାର, ଯୀଶୁଙ୍କର ଅନ୍ୟ ଭାଷା, ଶୈତାନର ଅନ୍ୟ ଭାଷା, ଯୀଶୁଙ୍କର ସେବକ, ଶୈତାନର ସେବକ। ଯୀଶୁ ମଧ୍ୟ 2ଟି ଅଛନ୍ତି, ବଡ଼ ଯୀଶୁ ଏବଂ ଯୀଶୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ବର୍ତ୍ତମାନ ସମୟରେ ଅନେକ ପାଳକ, ଅନେକ ଭାବବାଦୀ, ଅନେକ ଟିଚର ବାହାରିଛନ୍ତି। ସେମାନଙ୍କୁ ଆପଣମାନେ କେମିତି ଚିହ୍ନିବେ? ସେମାନେ ଅନ୍ୟ ସୁସମାଚାର ଶୁଣାଉଥିବେ, ଶୈତାନର ସୁସମାଚାର ଶୁଣାଉଥିବେ, ଆପଣଙ୍କୁ ସଠିକ୍ ଲାଗୁଥିବ। ସେଥିପାଇଁ ନିହାତି ଜରୁରୀ ଅଟେ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ସଠିକ୍ ଭାବରେ ଅଧ୍ୟୟନ କରିବା ଦରକାର ଏବଂ ପ୍ରଭୁ ଯୀଶୁଙ୍କୁ ଜାଣିବା ପାଇଁ ହେଲେ ଆମ୍ଭେମାନେ ସଠିକ୍ ଭାବରେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଆମ୍ଭେମାନେ ଅଧ୍ୟୟନ କରିବା ଦରକାର। ଏହି ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମାରନାଥା ଏବଂ ଆପଣ ସମସ୍ତ ଲୋକଙ୍କୁ ମୋତେ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ।